ବସୁଦେବ ଦେଖୁଛି ଏ ଚେତନା ବିହୀନ କିଏ ନା ଯଶୋଦା ଦିଟା ଯାକ ଛୁଆ ଜମଜାତ ନା। ଏପଟେ ବସୁଦେବ ପୁଅ କୃଷ୍ଣ ଯୋଉଟାକୁ ଆମେ କହୁଛେ ଶ୍ୟାମ ବୋଲି ଚାରିଭୁଜିଆ କୃଷ୍ଣ ବସୁଦେବ ପୁଅ ମୁଣ୍ଡ ଉପରେ ଟିକେ ଡିମି ଡିମି କିନି ଅନେଇଲା। ଅନେଇଲା କହିଲା ବୋପାଲୋ ଇଏ ତ ମୋ ବାପା ଶୋଇଛି ମୋର ଏଠି କଣ କାମ। ମୋ ବାପା ଶୋଇଛି କହିଲା ମୋ ବାପା କଣ କରୁଛି ନା ମନଃ ନବଦ୍ୱାର ନିଷିଦ୍ଧ ବୃତ୍ତି ମୋ ବାପା ଘୋର ତପରେ ଯାଇଛି ମୁଁ ଏତିକି ବେଳେ ମୋ ବାପା ଦେହରେ ପଶିଯିବି। ପ୍ରତ୍ୟେକ ବାପା ମାନଙ୍କର ଆତ୍ମା ହଉଛି ତାଙ୍କ ପୁଅ। ସଂସାରରେ ତମେ ଯେତେ ପୁଅ ତମେ ମାନେ ତମ ବାପାର ଆତ୍ମା। ଅନେଇଲା ଡିମି ଡିମି ହେଇକି ବସୁଦେବ ପୁଅ କହିଲା ଶୋଇଛି ତ ମୋ ବାପା ମୁଁ ତ ତା ଆତ୍ମା ମୁଁ ତା ପୁଅ କିରେ ଇଏ ତ ଏଠି ନାଇଁ ପଶିଯିବି ଆଉ କଣ କଲା। ଆଉ ପଦେ ସାହିତ୍ୟକୁ ଆଗେଇବା। ଆପଣ ମାନଙ୍କର କବି ହେଲେ ଅଭିମନ୍ୟୁ ସାମନ୍ତ ସିଂହାର। ଆଉ ଧାଡ଼ିଏ କହିଲେ କୃଷ୍ଣ ଏ ବସୁଦେବ ପୁଅଟା ଯୋଉ ଗାଣ୍ଡୁଆ ଉପରେ ଯାଇଥିଲା ଡେଇଁ ପଇଲା ଆଉ କଣ କା ଉପରକୁ ନନ୍ଦ ପୁଅ ଉପରକୁ ଡେଇଁ ପଇଲା ତା ଦେହରେ ମିଶିଗଲା। ଯାହାକୁ ଅଭିମନ୍ୟୁ କହିଲେ କଲା ଅଙ୍ଗେ ଅଙ୍ଗ ସଙ୍ଗ ହେବା ପ୍ରାୟ ହୋଇଲା ପ୍ରାୟ ହୋଇଲା ଭଲା ପ୍ରାୟ ହୋଇଲା ଅଙ୍ଗେ ଅଙ୍ଗ ସଙ୍ଗ ହେବା ପ୍ରାୟ ହୋଇଲା ପ୍ରାୟ ହୋଇଲା ଭଲା ପ୍ରାୟ ହୋଇଲା ପର ପରମାତ୍ମାରେ କି ଜୀବ ପଶିଲା ପର ପରମାତ୍ମାରେ କି ଜୀବ ପଶିଲା। କବି କହିଲେ ଅଙ୍ଗେ ଅଙ୍ଗ ସଙ୍ଗ ହେବା ପ୍ରାୟ ହୋଇଲା ପର ପରମାତ୍ମାରେ। ପରମାତ୍ମା ସ୍ୱୟଂ ନିରାକାର ଦ ସୁପ୍ରିମ ପାୱାର ଅଲ ଓଭର ଦ ୟୁନିଭର୍ସ। ପରମାତ୍ମା ନନ୍ଦ ପୁଅ ଜୀବ ବସୁଦେବ ପୁଅ ଡେଇଁଲା କହିଲା ତୁ ଯିଏ ମୁଁ ସିଏ। ଏଇଥିପାଇଁ ସମସ୍ତଙ୍କର ପରମାତ୍ମାରେ ସମସ୍ତଙ୍କ ଶରୀରରେ ଆମେ ଜୀବ ରୂପରେ ବିଦ୍ୟମାନ। ଆମ ସଂଖ୍ୟା ଜୀବ ଜୀବ ବୋଲେ ଆମ ସଂଖ୍ୟାଟି ହେଉଛି 2। ମା ଗର୍ଭରୁ ପଇଲେ 1 ଏନ୍ତୁଡ଼ି ନିଆଁରେ ମା ଗର୍ଭରୁ ଯେତେବେଳେ ଯିବା ମଶାଣି ନିଆଁ ଚିତାଗ୍ନିରେ ଯୋଡ଼ିଏ ନିଆଁ 2। ଏଠି ଆମେ ଯେତେ ବସିଛେ ଆପଣ ଯେତେ ଅଛନ୍ତି ସମସ୍ତଙ୍କର ନାଁକୁ ଗଣିଲେ ସବୁ 2 ଅକ୍ଷର ସବୁ 2 ଅକ୍ଷର। ଖାଲି ଆପଣ ଏମିତି କହିଦେଲେ ହବ। ଆ ମୋ ନା ମଦନ 3 ତାଙ୍କ ନା ଭୀମ ସେନ 4 2 କେମିତି ହବ ତୁ ବୁଝିପାରିବୁନି। କଣ ବୁଝିପାରିବୁନି ତୁ ଟିଣ ଝାଞ୍ଜ ବୁହା ପାଳିଆ ତୁ କଣ ଆକୁ ବୁଝିବୁ। ସାମାନ୍ୟ କାଳିଆ ବୋଲି ଭାବ ନାହିଁ। ତୋ ନାଁ କଣ? ସଂସାରକୁ ପାଳନ କରି କରି ଆମେ ପାଳିଆ। ତମେ ଗାଁର କେମିତି ହେଇଛ କି? ତୋ ନାଁ କଣ? ଗାଈ ଚରେଇ ଚରେଇ ଗାଁର ମଦନ 3 ନା ମଦନ 3 ଅକ୍ଷର 2 ତା ନା ଭୀମସେନ କେତେ ଅକ୍ଷର? 4 ଅକ୍ଷର। ଚପ୍। ଓଡ଼ିଶାରେ ଗୋଟିଏ ଗାଁ ନା ଅଛି କେ। ଆଜି ଯଦି ମୁଣ୍ଡଟାକୁ ଗୁଣ୍ଡ ନ କରିଦେଇ ତାହେଲେ ମୁଁ କୋଉ ଗାୟକ? ଗୋସେଇ ଟିକେ ମନ ଦେଇକି ଶୁଣ। ଓଡ଼ିଶାରେ ଗୋଟେ ଗାଁ ଅଛି ଗାଁ ନାଁଟା ହଉଛି କେ କେନ୍ଦୁଝରରେ। ଅକ୍ଷର କେତେ କେତେ? କେ କେବଳ କହୁଛୁ ନା କେ 1 ନା 2 ଅକ୍ଷର। ଓଡ଼ିଶାରେ ଗୋଟେ ଗାଁ ନା ଅଛି ପହି।
ଦି ଅକ୍ଷର। କଟକ କେତେ? 3 ଦି ଅକ୍ଷର। ଏ ଭାଇ ତମ ଗୁଡ ହାତ ଧରୁଛି ର ଗେଙ୍ଗୁଟିଆ ଚପ ଦି ଅକ୍ଷର। ଆରେ ଆମେ ତ କଂସା କଂସା ବାଡାବାଡି ହଉଛୁ ତୁ ସିଲଭର ମଝିରେ କମେ କହୁଛୁ ଅବସ୍ଥା ରହିବ ନରଣପୁର ସମସ୍ତେ ନୀରବ। ପୁରା 5 ଆଜ୍ଞା ନରଣପୁର 5 ନା ଆଉ ଦି ଅକ୍ଷର। ତମ ପାଦ ତଳେ ପଡୁଛି ଗାଈ ମନୋହରପୁର କେତେ ଅକ୍ଷର? ଅରେ ଯେତେ ଅକ୍ଷର ହଉ ସବୁ 2 ମନୋହର ମନୋହରପୁର ନା ଦି ଅକ୍ଷର। ମୋ ମୁଣ୍ଡ ଭାଇ ପାଉନି ରାଗିରି କଳାବତୀ ପାଟଣା କଳାବତୀ ପାଟଣା 7 ଅକ୍ଷର। ଦର୍ପ ନାରାୟଣପୁର 8 ଅକ୍ଷର 8 ଅକ୍ଷର। ଏ ସବୁ 2 ତମ ଗାଁରେ ଛେଳି ଅଛନ୍ତି ରାମ ଅଛନ୍ତି ମୋ ଭାଇ ବିଶ୍ୱାସ କର ଅଛନ୍ତି ଇଆଡେ ଆସେ କଣ ମୋ ପାଖୁଆ। ହଁ ପାଟଳେଇପୁର ପାଟଣା ପାଟଳେଇପୁର ପାଟଣା 9 ଅକ୍ଷର। ହଁ ଗୋସେଇ ଗୋଟେ 10 ଅକ୍ଷରିଆ ଗାଁ ନାଟେ କହିବ ଓଡ଼ିଶାରୁ। ମୁଁ 9 ଜାଗେ ଯାଇଛି। ମୁଁ 9 ଯାଏ ପୂରଣ କରିବି ସବୁ 2 କରିବି। 10 ଟୁ ତମ ଦାୟିତ୍ୱ। ଯଦି ପାରିଲ ପାଲା ବାଲା ଗୋଟି ଗୋଟି କିନି ଗଣ ହଉଛି ନା ନାଇଁ? ସବୁ 2 ଅକ୍ଷର। ଯେତେ ବସନ୍ତି ଆପଣ ମାନଙ୍କ ନାଁକୁ ମୁଁ ଗୋଟିଏ ଗଣିତ କହିବି, ଗୋଟିଏ ମୀମାଂସା, ଗୋଟିଏ ସୂତ୍ର। ଆଚ୍ଛା ଇଏ 10 ଅକ୍ଷର 5 ଅକ୍ଷର 7 ଅକ୍ଷର 2 ଅକ୍ଷର ଯାହା ସବୁ 2 ହବ ଆପଣ ଆଗେ ମୋ ନାଁରୁ ଯାଆନ୍ତୁ। ଏଠି ଯେତେ ବାପା ମାନେ ମା ମାନେ ଭାଇ ମାନେ ଭଉଣୀ ମାନେ ବନ୍ଧୁ ମାନେ ଯୁବକ ମାନେ ସବୁ ବସିଛ ସୂତ୍ର ଗୋଟିଏ ଧରିବ। ତମେ ତମ ନାଁକୁ ସେଇ ହିସାବରେ ମିଶେଇକି ହରିବ ଗଣିବ। ଯାହାର ନହବ ସେ ଠିଆ ହେଇକି କହିବ ସାର ମୋର ହେଲାନି। ସୂତ୍ରଟା କଣ ସେ ସୂତ୍ର? କେଦାର 3 କଣ ସୂତ୍ର କହୁନା? ଆଉ 2 ଜଣଙ୍କ ନାଁ କହିକି ନା ସୂତ୍ର କହନ୍ତୁ। ବହିର ନାଁ ଲୀଳାବତୀ ସୂତ୍ର। ମୁଁ କହୁନଥିଲି ରେ ଯାହା ହବ ହେଇ କିଳାବତୀ। এটা লীলাবতী না কিলাবতী? କଣ କଣ କବି କହିଲେ? লীলাবতୀ ସୂତ୍ର କବି ହେଲେ ଅଚ୍ୟୁତାନନ୍ଦ ମହାପୁରୁଷ। କଣ କହିଲେ? ଯେତେ ବର୍ଷ ଏ ଗଣିତକୁ ହିସାବ କର, ଯାହାର ନ ହବ ସେ ଠିଆ ହେଇକି ସାର ମୋର ହେଲାନି। କଲା ନାମ ବର୍ଣ୍ଣେ 4 ଗୁଣି 5 ମିଶାଇ ଅଳାଙ୍କେ 2 ଗୁଣ କରି 8ରେ ହରିବୁ। ସମସ୍ତେ ମିଶେଇବ ଏଇ ନ୍ୟାୟରେ। ନାମ ବର୍ଣ୍ଣେ 4 ଗୁଣି 5 ମିଶାଇ ଅଳାଙ୍କେ 2 ଗୁଣ କରି 8ରେ ହରିବୁ। ଅବଶିଷ୍ଟ ଭାଗ ଶେଷ ରହିବ ଯେ ଫଳ। ଘଟ ଘଟଣାକୁ ବାବୁ ବିଚାର କର। ଗଣି ଏକରେ ଗୋଟିଏ ଗାଁ ନା କହିଛି କେ, ଅକ୍ଷର କେତେ ନା 1, ଗୋଟିଏ ସୂତ୍ର ତାକୁ 4ରେ ଗୁଣ 1 4 5 ମିଶା କେତେ ହେଲା 9। ଫଳାଙ୍କେ 2 ଗୁଣ କର 9 ଦୁଗୁଣେ 8ରେ ହର ବଳିଲା। ଆମ ବାପା ମା ମିଳନର ବୀର୍ଯ୍ୟ ରଜ
बलिगिया मिसेई जीव होइछे दुई दुई रे गोटे गाम कहली भुआ दी अक्षर से एका सूत्र गोटे दुई रे चार की गुण 5 मिसा 2 गुण 8 रे हर बढ़ला 3 रे कटक अक्षर से एका सूत्र 4 गुण 5 मिसा 2 रे गुण 8 रे हर गाना गेंगुटिया 4 अक्षर से एका सूत्र 4 रे गुण एटे मुंडिया मारंती हो 4 चौ 16 5 मिसा 2 रे गुण 8 रे हर बनला गोटे गाँ हूँ नरणपुर अक्षर 4 रे गुण मिसा 5 2 रे गुण से 8 रे हर मनोहरपुर 6 अक्षर 4 रे गुण मिसा 5 गुण 2 रे 8 रे हर बोला कोलावती पाटणा 7 अक्षर 4 रे गुण मिसा 5 2 रे गुण 8 रे हर बोला दर्प नारायणपुर 8 अक्षर 4 रे गुण 5 मिसा 2 रे गुण प्रकृत रे पाठ पढ़ी सब पालिया 74 8 रे हर 8 नुआ बोला 2 9 अक्षर राउतालीपुर पाटणा 9 4 रे गुण 36 5 मिसा 41 2 रे गुण 82 8 रे हर 8 दशा बोलिला तमे जिए जेते ना जगत रे जानिच सबू एई सूत्र रे आमे माँ बापा ठू आसीचे आमे गोटिए गोटिए जीव मु 9 अक्षर जांगे बोली गोसेई जदि जानी धब ये 10टा अक्षर मिसेई केमिति सबू जाक 2 हबो सिना निजे सिंह होता जानिबो तुमे पाला वाला सत्य ध्रुव पाटी करना बस गोटे संख्या हूँ 10 अच्छा से 10 को देखिए धरवा 10 गुणन 4 केते 40 मिसा 5 2 रे गुण 8 रे हर 8 दशा 80 तो गोसेई सेमिति 11 अक्षर 12 अक्षर 72 अक्षर 108 अक्षर जेते जगत रे अछि यार सूत्र अछि सबु जाक गोटिए सूत्र को धरि पकेइले सबु जाक 2 हो आउ बही कौन से नाटा तुमर मने पड़ू नहीं इड़ाबंत बड़ बाला बाला ये लोक मत कहले काली होता बाला टिके मान देला सत कथा मु कहूँ मंच उपर मुझे विषय जानी मु झील पिला पाला वाला फोन करके पचारि सी मत गप कहले मु गप आसिक जिते कहली मंच उपर जड़े घोषिकी पाला को आई ता नादुटा जमी हम जड़े गप शुणिकी गायिक आसिले ता पालाटा सेमती हम केवल कलाकार मैंने जापर ना
ये गप शुणिकी केवल गाड़ी प्याज पड़ुछि या हूँ न्याय कि देखा मु तो विषय को एजावत जाइनी किंतु आज मो बही धूर्जटी माधव कृष्ण जन्म हेले आपण मानकर से कृष्ण श्याम मूर्ति से श्याम मूर्ति कृष्ण टी किए क्या कहवा से कृष्ण श्याम मूर्ति वसुदेव पुओ ना नंद पुओ आमे जदि वसुदेव पुओ को कृष्ण मानुचे सीए श्याम मूर्ति ना पुराण जो प्रमाण देला नंद पुओ कृष्ण से श्याम मूर्ति आज ये दीटा जाक को आम तर्जमा करवा कलारे कृष्ण पय पीयूष कमल धरला ये गोमंदिर धाराणी बास ए समय रात्र द्वितीय प्रहर ए समय ताल गछ बाउंगारे बाइया बसा झड़ बतास कुतार हरि भरसा रखे हरि मारे किए करे आशा हरि नाम की यारी रे हरि नाम की यारी रे कराबे उषा हरि भरसा
रखे हरि मारे किए हरि आशा रखे हरि मारे किए हरि आशा हरि नाम की हरि रे हरि नाम की हरि रे करबे उषा काल गछ आहुंगारे आइया बसा धरबत सपुतार हरि भरोसा तारा गछ बाहुंगारे भाइया बसा झरबत सपुतार हरि भरोसा लक्षे योजन रे देवे भज डाकिला हरि सुदर्शन चक्र ताकू रखिला लक्षे जोजनरे दिने गज डाकिला हरि सुदर्शन चक्र ताकू रखिला हरि चरण रे जिए मन बिकिला माया भरा संसार को सिए जितिला माया भरा संसार को सिए जीतिला माया भरा संसार को सिए जीतिला ये क्या हरि बुझी पारे मन रे ये क्या हरि बुझी पारे उदय रे भाषा ये क्या हरि बुझी पारे हृदयर भाषा मोर पथ सहिएगा मोर पथ सहिएगा मधु बरसा तार गछ आहुंगारे भाइया बसा झरबत सपुतार हरि भरोसा तार गछ आहुंगारे भाइया बसा झरबत सपुतार हरि भरोसा सात पचास कोश दूर रे थाई भगत जे डाक देव ताकू शुभई भात सपचास कोश दूରରେ ଥାଇ ଭକତ ଯେ ଡାକ ଦେବ ତାକୁ ଶୁଭଇ भाव विनोदिया हरि भाव बुझई ओ भावर दूर ताकू भावरे पाई ଅଭାବରେ ଦୂର ତାକୁ ଭାବରେ ପାଇ ଅଭାବରେ ଦୂର ତାକୁ ଭାବରେ ପାଇ सब कुछ देवी जाई मन रे ସବୁ କିଛି ଦେବି ଦେଇ ଭଲ ତାକୁ ଆଶା ସବୁ କିଛି ଟେକି ଦେଇ କର ତାକୁ ଆଶା ଦୁନିଆରେ କେଉଁଥିରେ ଦୁନିଆରେ କେଉଁଥିରେ ନାହିଁ ନିରାଶା ତାଳ ଗଛ ବାଉଙ୍ଗାରେ ଭାଇଆ ବସା ଝଡ଼ ବତାସକୁ ତାର ହରି ଭରସା ତାଳ ଗଛ ବାହୁଙ୍ଗାରେ ବାଇଆ ବସା ଝଡ଼ ବତାସକୁ ତାର ହରି ଭରସା ରଖେ ହରି ମାରେ କିଏ ହରି ଆଶା ରଖେ ହରି ହରି ଆଶା ରଖେ ହରି ମାରେ କିଏ ହରି ଆଶା ରଖେ ହରି ମାରେ କିଏ ହରି ଆଶା ହରି ନାମ କି ହରି ରେ ହରି ନାମ କି ହରି ରେ କରବେ ଉଷା ତାଳ ଗଛ ଭାଉଙ୍ଗାରେ ଭାଇଆ ବସା ଝଡ଼ ବତାସକୁ ତାର ହରି ଭରସା ତାଳ ଗଛ ଭାଉଙ୍ଗାରେ ଭାଇଆ ବସା ଝଡ଼ ବତାସକୁ ତାର ହରି ଭରସା ଆଉ ଜୟ ଜୟ ଜଗନ୍ନାଥ ହେ ବ୍ରହ୍ମାଣ୍ଡ କାରଣ ତାରେ ଭାଇ
ପଦ ପାଇ ବହିଛ ପ୍ରଭୁ ଶଙ୍ଖ ଚକ୍ର ଚିହ୍ନ ତାଳ ଗଛ ବାହୁଙ୍ଗାରେ ବାଇଆ ବସା ଜୟ ଜୟ ଜଗନ୍ନାଥ ହେ ନୀଳାଦ୍ରି ମଣ୍ଡନ ତାଳ ଗଛ ବାହୁଙ୍ଗାରେ ବାଇଆ ବସା ଜୟ ଜୟ ଜଗନ୍ନାଥ ହେ ଭଗତ ଗଣ୍ଠି ଧନ ତାଳ ଗଛ ବାହୁଙ୍ଗାରେ ବାଇଆ ବସା ଜୟ ଜୟ ଜଗନ୍ନାଥ ରାବଣ ମାରଣ ତାଳ ଗଛ ବାହୁଙ୍ଗାରେ ବାଇଆ ବସା ଜୟ ଜୟ ଜଗନ୍ନାଥ ହେ କଂସ ବିଦାରଣ ତାଳ ଗଛ ବାହୁଙ୍ଗାରେ ବାଇଆ ବସା ଜୟ ଜୟ ଜଗନ୍ନାଥ ହେ ଜଗତ ଜୀବନ ତାଳ ଗଛ ବାହୁଙ୍ଗାରେ ବାଇଆ ବସା ଜୟ ଜୟ ଜଗନ୍ନାଥ ଭକ୍ତ କଳ୍ପ ଦ୍ରୁମ ତାଳ ଗଛ ବାହୁଙ୍ଗାରେ ବାଇଆ ବସା ଶୁଣିବେ ଗୁଣି କରନେ ଦେଇ କରିବ ନୁହଁ ତାଳ ଗଛ ବାହୁଙ୍ଗାରେ ବାଇଆ ବସା ପୀର ଦରବାରେ ଆନନ୍ଦ ସାଗରେ ହରିବୋଲ କର ତାଳି ହୁଳା ହୁଳି ସ୍ୱର ହଉ ମୋ ଧନ ମାନିଲୁ ପ୍ରଭୁ ଆପଣଙ୍କର କୃପା କରନ୍ତୁ ଆପଣ ତ ମୋର ବାପା ମୁଁ ତ ଆପଣଙ୍କର ପୁତ୍ରବତ ମୁଁ ତ ଆଶୀର୍ବାଦ କରିବାର କ୍ଷମତା ମୋର ନାହିଁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁଛି ଆପଣଙ୍କ ଚଲାପଥ କୁସୁମିତ ହଉ ଆପଣଙ୍କର ପରିବାର ସପରିବାର ମଙ୍ଗଳ ହଉ ଜୟ ଗୁରୁ ଜୟ ସିଆରାମ ଝିଅ ରୁଷାଲି ପୁଅ ରାଜା ଋଷି ବାବା ଚତୁର୍ଭୁଜ ମାମା ନାନୀ ଓ ପରିବାର ଗାୟକ ମାସଙ୍କୁ 100 ଟଙ୍କା ପ୍ରଦାନ କରିଛନ୍ତି ଗାୟନ ଶୈଳୀରେ ଖୁସି ଆଉ ପ୍ରଭାବିତ ହଉ ଯାହା ହଉ ଏ ସପରିବାର ଚତୁର୍ଭୁଜ ବାବୁଙ୍କର ମଙ୍ଗଳ କରନ୍ତୁ ସତ୍ୟନାରାୟଣ ଦୀର୍ଘାୟୁ ହୁଅନ୍ତୁ ନିରୋଗ ରୁହନ୍ତୁ ସର୍ବ ସପରିବାର ମଙ୍ଗଳ ହଉ ବୋଲ ଆନନ୍ଦେ କବାର ମୋ ମା ମାନେ ତଳସାହି ମହିଳା ମଣ୍ଡଳୀ କୀର୍ତ୍ତନ ମଣ୍ଡଳୀ ଏ ଫୁଲହାର ସହିତ କିଛି ପ୍ରାପ୍ୟ ଦେଇଛନ୍ତି ଉତ୍ସାହିତ କରିବା ପାଇଁ ଆପଣଙ୍କର ଏହି କୀର୍ତ୍ତନ ମଣ୍ଡଳୀ ଏ ଅଞ୍ଚଳର ସୁନାମଧନ୍ୟା କୀର୍ତ୍ତନ ମଣ୍ଡଳୀ ହଉ ମନକୁ ସରୁ କର ଅହଙ୍କାର ପ୍ରବେଶ ନ କରୁ ନିଜର କର୍ମରେ ଲିପ୍ତ ରହି ଭଗବତ ତତ୍ତ୍ୱ ଚେତନାରେ ଭଗବାନଙ୍କୁ ଡାକ ସେ ଭଗବାନ ତୁମର ଚଲାପଥ କୁସୁମିତ କରନ୍ତୁ ସୌଭାଗ୍ୟବତୀ ସବୁ ହୁଅ ମଥାରେ ସିନ୍ଦୁର ଜାଜୁଲ୍ୟମାନ ହେଇ ମଶାଣିକି ଯାଅ ସବୁ ମଙ୍ଗଳ କରନ୍ତୁ ନାରାୟଣ ବୋଲ ଆନନ୍ଦ ଏକ ବାର କାହିଁକି ମାନେ ଭଜନ କିଏ ଗାଏ ଭକ୍ତ ଭଗବାନଙ୍କୁ ଡାକେ ଇଏ ନା କଣ ତମେ ଯୋଉ ଭଜନ ଗାଇକି ଡାକିଲ ପ୍ରଭୁ ତମକୁ ଦେଖାଦେଲେ ତମ ଜୀବନ ଯାକ ଗାଇଲେ ଦେଖାଦେବେ ଆଉ ତମେ ଗାଇପାରିବ ଗାୟକ ମହାସଂଘ ପାଲା ପରିବେଶନରେ ମୁଗ୍ଧ ହୋଇ ଗେଙ୍ଗୁଟିଆ ଗ୍ରାମର ବିଚିନ୍ ନାୟକ 100 ମୁଦ୍ରା ପୁରସ୍କୃତ କରିଛନ୍ତି ହେ ବିଚିନ୍ ବାବୁ ଜଗନ୍ନାଥ ତୁମର କୃପା କରନ୍ତୁ ମଙ୍ଗଳ ହଉ ସର୍ବାରିଷ୍ଟ ଶାନ୍ତି ହଉ ସର୍ବେଶା ନିରାମୟା ରହନ୍ତୁ ସର୍ବେ ବୋଲ ଆନନ୍ଦେ କବାର ଟିକେ ରହ ଏଠି ବାପା ମୁଁ କଣ କରିବି ମତେ କୁହନ୍ତୁ ବର୍ଷା ଘରୁ ଆସିଲା ବେଳେ ପ୍ରତ୍ୟେକ ଗାୟକ ମାନେ ପ୍ରକୃତିସ୍ଥ ହୁଅନ୍ତି ଗୋଟେ ବିଷୟ କଣ ଗୋଟେ ଗାଇବା ପାଇଁ ଆଜ୍ଞା ସକାଳୁ ତାପରେ ଆଜି ଦିନ 11ଟାରେ କେଇ ଜଣ ବାବୁ ଆସିଲେ କହିଲେ ହୋତା ସାର୍ ଗଲା ବର୍ଷ ଆପଣ ଆସିଥିଲେ ଆପଣ ଇନ୍ଦ୍ରଜିତ ବୋଧ ଗାଇଥିଲେ ନାଗାନନ୍ଦ ନାଟକ ଗାଇଥିଲେ ଆମେ ସବୁ ଶୁଣିଛୁ ଏ ବର୍ଷ ଟିକେ ଅଭିମନ୍ୟୁ ବୋଧ କରନ୍ତେ ଚକ୍ରବ୍ୟୁହ ଆମେ ଶୁଣନ୍ତୁ କିଛି ଜଣ କହିଲେ ମୁଁ ମୁଣ୍ଡରେ ବାପା ଲୋ ପ୍ରକୃତିସ୍ଥ ହେଲି ହଁ ମୋ ଧନ ହଉ ହଉ ନାରାୟଣ କୃପା କରନ୍ତୁ ମଙ୍ଗଳ ହଉ ସର୍ବାରିଷ୍ଟ ଶାନ୍ତି ହଉ କାଇଁ ବାଟି କରୁଛୁ ମୋ ବସ ଆରେ ବେପାର ବର୍ଷ ଟିକେ କମୁଛି କେମିତି ର ମୁଁ ପ୍ରକୃତିସ୍ଥ ହେଲି ଅଭିମନ୍ୟୁ ବୋଧ ଗାଇବା ପାଇଁ
2 ଘଣ୍ଟା ଯାଇଛି ଆଉ 2-3 ଜଣ ବୁଢ଼ା ବାପା ଆସିକି ପହଞ୍ଚିଲେ କହିଲେ ଆଜ୍ଞା ଆଜି ଗୋଟେ କାବ୍ୟଟିଏ ହୁଅନ୍ତା ଆମେ ଶୁଣନ୍ତୁ। ମୁଁ କହିଲି କେଉଁ କାବ୍ୟ ନା ଯୋଉଠି ହଉ ନୈଷଧ ହଉ କୁମାର ସମ୍ଭବ ହଉ ଭାରବୀ ହଉ ମାଘ ହଉ ଯାହା ହଉ ଗୋଟେ କାବ୍ୟଟେ ଗାଇବେ। ପୁଣି ବିଚାର କଲି କ'ଣ କରିବି ଦେଖିବା ବିଚାର କରିବା ଗୋଟେ କାବ୍ୟ ହବ। ପୁଣି କିଛି ସମୟ ଯାଇଛି 4ଟା ବେଳକୁ କି 5ଟା ଖଣ୍ଡେ ବାଜିବ ମୋର ଜଣେ ପ୍ରିୟ ବନ୍ଧୁ ଏ ଗ୍ରାମର ନା ନେବିନି ନା ନେଲେ ଭୁଲ ହେଇଯିବ କାରଣ ଗ୍ରାମବାସୀଙ୍କ କଥା ଖୋଲିଦେଲେ କିଛି ଅସୁବିଧା ନାହିଁ। ଆମ ଗାଁ ସଭାପତି କହିଲେ ସାର୍ ଆଜି ଟିକେ ରାଧାକୃଷ୍ଣ ଉପରେ ଆଲୋଚନା ହବ ଆମେ ଟିକେ ରାଧାକୃଷ୍ଣ ଅଷ୍ଟଚାବି ଶୁଣିବୁ। କ'ଣ କରିବି ପୁଣି ମୁଣ୍ଡରେ ଚିନ୍ତା କଲି ହଉ ଯେତେବେଳେ ଗାଁ କମିଟି କହୁଛି ଦେଖିବା। ଏବେ ଏବେ ଆପଣ ମୋତେ କହିଲେଣି ହୋତା ପୁଅ ଗୋଟେ କାବ୍ୟଟେ ହଉ ମୁଁ କୋଉଟା କରିବି କହ। ଆପଣ ମାନେ ମୋର ଗୁରୁ ମୋର ପ୍ରିୟ ଆପଣ ମାନେ ମୋ ନିଜର ସର୍ବସ୍ୱ ମୁଁ ଆପଣ ମାନଙ୍କ ପାଇଁ ହିଁ ପାଲା ଶିଖିଛି। ତେଣୁ ହ୍ୟାଲୋ ଶ୍ରୀ ଦର୍ଶକ ସମାଜ ପାଲାର ତୃତୀୟ ଜାମିନୀର ପ୍ରଥମ ପ୍ରହାଡ଼ରେ ପାଲା ପରିବେଷଣ କରୁଥିବା ଗାୟକ ଯୁବ ସମ୍ରାଟ ଶ୍ରୀଯୁକ୍ତ ନୃସିଂହଚରଣ ହୋତାଙ୍କ ପାଲା ଧାରା ଶୈଳୀରେ ମୁଗ୍ଧ ହୋଇ ଗେଙ୍ଗୁଟିଆ ପଞ୍ଚାୟତର କୃଷକ କଲ୍ୟାଣ ସମିତି ଗାୟକ ମହୋଦୟଙ୍କୁ 120ଟି ଭାରତୀୟ ମୁଦ୍ରା ଅର୍ପଣ କରିଛନ୍ତି। ଯାହା ହଉ ସେମାନଙ୍କର ଆଶା ବିଶ୍ୱାସ ସ୍ୱପ୍ନ ଗାୟକ ମହାଶୟ ସେ ପୁରସ୍କୃତଟିକୁ ସାଦରେ ଗ୍ରହଣ କରିବେ ବୋଲି ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ସତ୍ୟନାରାୟଣ ମହାପ୍ରଭୁ ସେ କୃଷକ ସମିତିର କଲ୍ୟାଣ କରନ୍ତୁ। ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତର ତାଙ୍କ ସର୍ବଚଲାପଦ କୁସୁମିତ ହଉ। କୃଷକ ସମିତି ଭଲ କୃଷିର ଉପାର୍ଜନ କରି ଏ ଜିଲ୍ଲାରେ ପ୍ରଥମ ହୁଅନ୍ତୁ। ସର୍ବେ ବୋଲାନନ୍ଦେ ଏକ ବାହାର ତାହେଲେ ଅତଏବ ଆଜ୍ଞା ହେ ସଜନ ମଣ୍ଡଳୀ ତାହେଲେ ଆଜି ଆମର ଫୁଲଣା ସୁନ୍ଦରୀ ହବ ନାହିଁ ହବ ପାଟି କର ନା। ମୁଁ ବିଚାର କରି ରାଧା ଧବ କୃଷ୍ଣ ଧବ ଅଭିମନ୍ୟୁ ବଧ ଉଦ୍ଧବ ଗୋଟେ କାବ୍ୟ ଚାଲିଥବ ମୁଁ ସବୁ ଯାକ ମିଶେଇକି ମୁଁ ଆଜି ଗୋଟେ ଖେଚେଡି ପାଲା କରିବାକୁ ଯାଉଛି। ରହ ଆଜି ଦିନେ କି ସେଇଟାକୁ ମାରିଦେବି। ଶୁଣ ଶୁଣ ଶୁଣ